ସୁଭଦ୍ରା ଖାତାଧାରୀଙ୍କ ଆକାଉଣ୍ଟକୁ ଆସିବ ପୁଣି ଥରେ 1 ଟଙ୍କା। ପୁଣି ଥରେ ସୁଭଦ୍ରା ଯୋଜନାର 5,000 କିସ୍ତି ଆସିବ। ଯଦି ଆପଣ ଏମିତି ଭୁଲ କରନ୍ତି 1 ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବ ନାହିଁ କି 5,000 ଟଙ୍କା ମଧ୍ୟ ଆପଣଙ୍କ ଆକାଉଣ୍ଟକୁ ଆସିବ ନାହିଁ, ତେବେ ଆଧାର ସିଡିଂ କରାଇ ନିଅନ୍ତୁ ଜଲ୍ଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ। ସୁଭଦ୍ରାର ପ୍ରଥମ କିସ୍ତି ଆସିସାରିବା ପରେ ଏବେ ଦ୍ୱିତୀୟ କିସ୍ତି ଆସୁଛି। ଏନେଇ ପ୍ରଭାତୀ ପରିଡ଼ା ସୂଚନା ମଧ୍ୟ ଦେଇଛନ୍ତି। ଆସନ୍ତା 9 ତାରିଖ ପୂର୍ବରୁ ରାଜ୍ୟ ସରକାର ପୂର୍ବ ଭଳି ପରୀକ୍ଷାମୂଳକ ଭାବେ ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 1 ଟଙ୍କା ପଠାଇବେ। ତାପରେ ପ୍ରଥମ କିସ୍ତିର ବାକି 4,999 ଟଙ୍କା ପଠାଇବେ। ଯଦି ଆପଣ ବ୍ୟାଙ୍କ ଆକାଉଣ୍ଟ ଠିକ୍ଠାକ୍ ନଥିବ ତେବେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିନପାରେ। ଯଦି ବହୁତ ଦିନ ଧରି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ନେଣଦେଣ ହୋଇନଥାଏ କିମ୍ବା ଆଧାର ସିଡିଂ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ହୋଇନଥାଏ ତେବେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିନପାରେ। ତେବେ ପ୍ରଥମେ ଆପଣ ବ୍ୟାଙ୍କକୁ ଯାଇ ଯାଞ୍ଚ କରିନିଅନ୍ତୁ ଏବଂ ଆପଣଙ୍କ ଆକାଉଣ୍ଟକୁ ପୂର୍ବ ଭଳି ଟଙ୍କା ଆସୁଛି କି ନାହିଁ ଥରେ ଚେକିଂ କରିନିଅନ୍ତୁ। ତାପରେ ସୁଭଦ୍ରା ଯୋଜନାର 1 ଟଙ୍କା ଯେତେବେଳେ ରାଜ୍ୟ ସରକାର ପଠାଇବେ ଆପଣଙ୍କ ଆକାଉଣ୍ଟକୁ ସର୍ବପ୍ରଥମେ ଆସିପାରିବ। ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ହିତାଧିକାରୀମାନଙ୍କୁ ସର୍ବପ୍ରଥମେ 1 ଟଙ୍କା ପଠାଇବେ। ପରେ ବାକି ଟଙ୍କା ଖାତାକୁ ଆସିବ। ଏହି ପର୍ଯ୍ୟାୟରେ 40,000 ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ। ତେବେ ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଏହି ପର୍ଯ୍ୟାୟରେ ଟଙ୍କା ଆସିବ ନାହିଁ ସେମାନେ ଆଗାମୀ ଦିନରେ ଟଙ୍କା ପାଇବେ। ସୂଚନା ମିଳୁଛି କି ସୁଭଦ୍ରା ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଗତ ମାସ 17 ତାରିଖ ଦିନ 25,11,000 ହିତାଧିକାରୀଙ୍କୁ ପ୍ରଥମ କିସ୍ତିର ଟଙ୍କା ମିଳିଥିଲା। ରାଜ୍ୟ ସରକାର ଏନେଇ ସୂଚନା ମଧ୍ୟ ଦେଇଥିଲେ। ରାଜ୍ୟ ସରକାର ଆହୁରି ମଧ୍ୟ କହିଛନ୍ତି ଯେଉଁମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ ସେମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ଏହି ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ନିଶ୍ଚିତ ପହଞ୍ଚିବ। ତେବେ ସୁଭଦ୍ରା ଯୋଜନାକୁ ନେଇ ଖୁସି ଅଛନ୍ତି ମହିଳା ହିତାଧିକାରୀ। ସୁଭଦ୍ରା ଯୋଜନାର ଆଗାମୀ ଟଙ୍କା ଆସିବା ପରେ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବାକୁ ନେଇ ମହିଳାମାନେ ଦ୍ୱନ୍ଦ୍ୱ ପ୍ରକାଶ କରିଥିଲେ ହେଁ ପ୍ରଭାତୀ ପରିଡ଼ା ସମସ୍ତଙ୍କ ଆକାଉଣ୍ଟକୁ 1 ଟଙ୍କା ପଠାଇ ଆକାଉଣ୍ଟ ଚେକିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଦି ଆପଣଙ୍କ ଆଧାର କାର୍ଡ଼ ସିଡିଂ ଅଛି ଆକାଉଣ୍ଟରେ ତେବେ ଆପଣଙ୍କ ଆକାଉଣ୍ଟକୁ ପୂର୍ବ ଭଳି 5,000 ଟଙ୍କା ନିହାତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ମଧ୍ୟ ଦେଇଛନ୍ତି।